ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ସନ୍ତାନ, ଜୀବନରେ ଦୁଃଖ ସୁଖ ଏମିତି ଆସିବ ଯିବ। ତମେ ନିଜ ଭବିଷ୍ୟତକୁ ନେଇକି ଚିନ୍ତା କର ନାହିଁ। ତମେ ଯଦି ମୋ ଉପରେ ବିଶ୍ୱାସ ରଖିଛ, ତେବେ ଭବିଷ୍ୟତ ଚିନ୍ତା କାହିଁ କରିବ? ତମ ଦ୍ୱାରା କିଛି ହୋଇପାରିବ କି? ସନ୍ତାନ, ମଣିଷ ନିଜର କର୍ମ କରେ, ଫଳ ଭଗବାନ ତାକୁ ଦିଅନ୍ତି। ମଣିଷ ଯଦି ଚାହିଁବ ମୁଁ ଭବିଷ୍ୟତରେ ମୋର କ'ଣ ହେବ, ସେହି ଚିନ୍ତା କଲେ ସେ ହାରିଯାଏ। ସନ୍ତାନ, ସବୁବେଳେ ନିଜକୁ ସତ୍ କର୍ମରେ ଲିପ୍ତ ରଖ, ଆଉ ନିଜକୁ ସବୁବେଳେ ସକାରାତ୍ମକ ରଖିବାକୁ ଚେଷ୍ଟା କର। ଜୀବନରେ ଲାଭ କ୍ଷତି ଭଲ ମନ୍ଦ ଏହିଭଳି ଚାଲିଥିବ ସନ୍ତାନ। ସେଥିରେ ତମକୁ ନିଜର ଖୁସିକୁ ହରାଇବାର ନାହିଁ। ସବୁବେଳେ ନିଜ ଖୁସି, ନିଜ କାନ୍ଦ, ନିଜ ଦୁଃଖ ସବୁକୁ ସୀମିତ ରଖିବାର ଅଛି ସନ୍ତାନ। ତୋ ଜୀବନରେ ଯାହା ଚାଲିଛି ସେଥିରେ ତୁ ଅତ୍ୟନ୍ତ ଭାଙ୍ଗି ପଡ଼ିବୁ ନାହିଁ। ସେହି ସମସ୍ୟା କେବେ ରହିବ ନାହିଁ ସନ୍ତାନ, ତାର ପରିବର୍ତ୍ତନ ବି ହେବ। ତୁ କାହିଁ ବ୍ୟସ୍ତ ହେଉଛୁ? ତୋ ବାବା ଉପରେ ତୋର ଭରସା ଅଛି ନା? ତୁ କେବଳ ମୋର ନାମ ଜପ କଲେ, ମୋ ନାମକୁ ନିଜ ହୃଦୟରେ ସ୍ମରଣ କଲେ ତୋତେ ନୂଆ ଶକ୍ତି ମିଳିବ, ଧୈର୍ଯ୍ୟ ମିଳିବ। ତୁ ଯଦି ସବୁବେଳେ ମୋରି ନାମକୁ ଜପ କରିବୁ, ସେଇ ଧୈର୍ଯ୍ୟ ବଳରେ ହିଁ ତୁ ଆଗକୁ ବଢ଼ି ଚାଲିବୁ ସନ୍ତାନ। ମଣିଷ ଜୀବନରେ ଯାହା ଦୁଃଖ ଥାଏ ସିଏ ସେଥିଲାଗି ସଂଘର୍ଷ କରେ। ଭଗବାନ ସେହି ଲୋକକୁ ହିଁ ଅଧିକ କଷ୍ଟ ଦେଇଥାନ୍ତି ଯେଉଁ ଲୋକ ସହିବାର ଶକ୍ତି ରଖିଥାଏ। ଯେ ଦୁଃଖକୁ ସହିପାରିବ, ଭଗବାନ ତାକୁ ହିଁ ଦେଇଥାନ୍ତି, କାରଣ ତାକୁ ଅଧିକ ଶକ୍ତ କରିବା ପାଇଁ। ଦୁଃଖ ଆସିଥାଏ କିଛି ଶିକ୍ଷା ଦେବା ପାଇଁ। ଆଉ ଯେଉଁ ମଣିଷ ସବୁବେଳେ ସୁଖ ଭୋଗ କରୁଥାଏ, ସିଏ ଦୁଃଖକୁ କେମିତି ଗ୍ରହଣ କରିବ? ମଣିଷ ସବୁବେଳେ ଯଦି ସୁଖ ଦେଖିଲା, ସେ ଦୁଃଖକୁ ତ ଗ୍ରହଣ କରିପାରିବନି। ହେଲେ ଭଗବାନ ଦୁଃଖ ସୁଖ ଦୁଇଟାକୁ ପରିପୂରକ କରିକି ରଖିଛନ୍ତି। ଯେଉଁ ମଣିଷର ଆଜି ଦୁଃଖ ଅଛି, କାଲି ନିଶ୍ଚିନ୍ତ ସୁଖ ହେବ। ଆଉ ଯେଉଁ ମଣିଷର ଆଜି ସୁଖ, ସେ ନିଶ୍ଚିନ୍ତ ଦୁଃଖ ହେବ। ସେଥିରେ କିଛି ବି ନାହିଁ ସନ୍ତାନ। ସବୁବେଳେ ନିଜକୁ ସକାରାତ୍ମକ ରଖ। ମୋ ମନ୍ଦିରକୁ ଆସ, ମୋ ମନ୍ଦିରରେ ମୋ ଆଗରେ ନିଜର ଦୁଃଖ ଜଣା, ଦେଖିବୁ ତୋ ମନ ହାଲକା ହେବ। ଆଉ ତୁ ସବୁବେଳେ ମୋ ନାମକୁ ନିଜ ହୃଦୟରେ ରଖି କାର୍ଯ୍ୟ କର, ତୋତେ ଶାନ୍ତି ମିଳିବ ସନ୍ତାନ। ମଣିଷର କେତେବେଳେ ବି ଆଶା ପୂରଣ ହଉ ବୋଲି ମଣିଷ ସବୁବେଳେ ଭାବେ ଯେ ମୋ ଆଶା ପୂରଣ ହେବ, କିନ୍ତୁ ଭଗବାନ ଯାହା ଦିଅନ୍ତି ତା ମଙ୍ଗଳ ପାଇଁ ଦେଇଥାନ୍ତି। ମଣିଷ ବୁଝିପାରେନି, କିନ୍ତୁ ପରେ ସେହି କଥାକୁ ସେ ନିଶ୍ଚୟ ବୁଝେ ଯେ କି ମୋତେ ଏଇ ଜିନିଷଟା ହେଇଥିଲା କେବଳ ଭଗବାନ ମୋତେ ଶିକ୍ଷା ରୂପେ ମୋତେ ଶିଖାଇବା ପାଇଁ ଦେଇଥିଲେ। ପରେ ଜାଣିଲା ବେଳକୁ ସେ ବହୁତ ଶକ୍ତ ହୋଇଯାଇଥାଏ ସନ୍ତାନ। ନିଜକୁ ଶକ୍ତ ରଖ। ନିଜ ପରିବାରଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଯେତିକି ତୋ ଦ୍ୱାରା ସମ୍ଭବ ସେତିକି ତୁ କର। ଆଉ ସବୁ ଭଗବାନଙ୍କ ଉପରେ ଛାଡ଼ିଦେ। ତୋ ହାତରେ ଯେତିକି ହେଇପାରିବ ତୁ ସେତିକି କରି, ଯଦି ନ ପାରୁଛୁ କେବଳ ସେଇ ଭଗବାନଙ୍କୁ ଆଶା କର। ତୋର ସବୁ କାର୍ଯ୍ୟ ନିଶ୍ଚିନ୍ତ ସମ୍ପନ୍ନ ହେବ ସନ୍ତାନ।